ପାଖାପାଖି 40-41 ଡିଗ୍ରୀ ତ ଗରମ ପୁରା ମିଳିତ ହେଲା 15 ଯାହାଫଳରେ କି ଆଖୁ ରସ ମୋତେ ପିଇବା ପାଇଁ ବାଧ୍ୟ ହେଲି ଆଉ ନ ପିଇଲେ ଆଉ ଏ ଗରମର ସହ୍ୟ କରିହେବନି। ଏ ଜୀବନ ବହୁତ କଷ୍ଟ ବହୁତ ଯନ୍ତ୍ରଣା ଏଇ ଯେ 8ଟା ବେଳୁ ଯେଉଁ ସୂର୍ଯ୍ୟ କିରଣ ତାତି ଆସୁଛି ଚଳିବା ବହୁତ କଷ୍ଟକର। ସୂର୍ଯ୍ୟ କିରଣ ଆଉଠି ଆମର ଗଛପତ୍ର ସବୁ ହାଣି ହୁଣା ଦେଲେ ସବୁ ରହିଲାନି ଗଛପତ୍ର ସବୁ ରହିଥିଲେ ଏତେ ଖରାଟା ହେଇନଥାନ୍ତା ଆମେ ସବୁ ଗଛପତ୍ର ସବୁ ହାଣି ହୁଣା ଦେଲେ ଯାହାଫଳରେ ଖରାର ତାତିଟା ବେଶୀ ଜୋର ଆସୁଛି। এইসব প্রকাশ କ'ଣ କରିବା ଆଉ ଗଛ ପଛ ସବୁ ଲଗେଇବା ପଡ଼ିବ ଗଛ ନ ଲଗେଇଲେ କିଏ ହେଇପାରିବନି ଖରାଟା ଟିକେ କମ୍ ହବ। ତତଲା କଡ଼େଇରେ ସିଝୁଛି ବାଲେଶ୍ୱର ରାତି 9 ପାହୁଣୁ ସାରା ରାଜ୍ୟରେ ଗୁଳୁଗୁଳି ଆରମ୍ଭ ହୋଇଯାଉଛି ଆଉ ସକାଳ 7ଟା ବେଳକୁ ଏପରି ଗରମ ଅନୁଭୂତ ହେଉଛି ଯେପରି ଦିନ 11ଟା ବାଜିଲାଣି। ସମୟ ଯେତେ ଗଡ଼ୁଛି ଆକାଶରୁ ସେତେ ନିଆଁ ବର୍ଷୁଛି। ଏପ୍ରିଲ ମାସ ଆରମ୍ଭରୁ ସମଗ୍ର ରାଜ୍ୟରେ ତାପମାତ୍ରା 40 ଡିଗ୍ରୀକୁ ଟପିଥିଲା ଏବଂ କେତେକ ଜିଲ୍ଲାରେ 43 ଡିଗ୍ରୀରେ ମଧ୍ୟ ତାପମାତ୍ରା ପହଞ୍ଚିଛି। ରାଜ୍ୟର ଅନ୍ୟାନ୍ୟ ଉତ୍ତପ୍ତ ସହର ଭଳି ମଧ୍ୟ ବାଲେଶ୍ୱରରେ ବି ତାପମାତ୍ରା 41 ଡିଗ୍ରୀକୁ ଟପିଛି। ଖରା ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ପ୍ରଚଣ୍ଡ ରୌଦ୍ରତାପ ପାଇଁ ଜନସାଧାରଣ ଏପରିକି ଗୃହପାଳିତ ପଶୁମାନେ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଦିନ 10ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ୁଛି। ଅସମ୍ଭାଳ ଖରା ତାତିରୁ ନିସ୍ତାର ପାଇବା ପାଇଁ ଲୋକମାନେ ଛତା ଟୋପି ଓ ମୁଣ୍ଡରେ ଗାମୁଛା ଗୁଡ଼ାଇ ବାହାରକୁ ବାହାରୁଛନ୍ତି। ସେହିପରି ନିଜ ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାଣି ଘୋଳ ଦହି ଲସି ଓ ଆଖୁ ରସ ଦୋକାନରେ ଲୋକଙ୍କ ଭିଡ଼ ଲାଗୁଛି। ଅନ୍ୟପଟେ ଦିନକୁ ଦିନ ଗଛ କଟା ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ଫଳରେ ଅଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ ଗ୍ରୀଷ୍ମ ପ୍ରବାହ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ତେବେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜକୁ 11 ଦିନ ଧରି ବାଲେଶ୍ୱରରେ ପ୍ରବଳ ଗରମ ଅନୁଭୂତ ହେଉଛି। 18 ତାରିଖ ଦିନ ବାଲେଶ୍ୱରରେ ତାପମାତ୍ରା 42.2 ଡିଗ୍ରୀକୁ ଛୁଇଁଥିଲା ଏବଂ 25 ତାରିଖ ଦିନ ତାପମାତ୍ରା 41 ଡିଗ୍ରୀରୁ ଉର୍ଦ୍ଧ୍ୱ ଥିଲା। ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ ମାସ 13 ତାରିଖରେ 40 ଡିଗ୍ରୀ ଓ 20 ତାରିଖରେ ପାରଦ 41 ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ମେ ମାସରେ 39 ଡିଗ୍ରୀ ଏବଂ ଜୁନ 15ରେ ତାପମାତ୍ରା ସର୍ବାଧିକ 40.6ରେ ପହଞ୍ଚିଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସ ଆରମ୍ଭରୁ ହିଁ 40 ଡିଗ୍ରୀକୁ ଟପିଥିଲା ବାଲେଶ୍ୱରର ତାପମାତ୍ରା। ଆଉ ଧୀରେ ଧୀରେ ତାପମାତ୍ରା ବଢ଼ିବାରେ ମଧ୍ୟ ଲାଗିଛି। ତେବେ ତାତି ଆହୁରି 3 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆମର ଆଇଏମଡିର ଫରକାଷ୍ଟ ଅନୁସାରେ ଆହୁରି 4-5 ଦିନ ପର୍ଯ୍ୟନ୍ତ ତାପମାତ୍ରା ଏମିତି ରହିବ ବା 1-2 ଡିଗ୍ରୀ ଅଧିକା ରହିବ। ଆମେ ବର୍ଷ ଯାହା ଦେଖିଲୁ ଯେ ଓଡ଼ିଶାର ତାପମାତ୍ରାଟା ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ବେଶୀ ରହୁଛି। ତାର କାରଣ ହେଉଛି ଆମ ଓଡ଼ିଶାର ଯେଉଁ ସମୁଦ୍ର କୂଳରୁ ପବନଟା ଯେଉଁ ଆସେ ସେଟା ସମୁଦ୍ରରୁ ପବନଟା ନ ଆସିକି କେବଳ ମାଳଭୂମି ଅଞ୍ଚଳରୁ ପବନଟା ଆସୁଛି ଏବଂ ପଶ୍ଚିମ ଏବଂ ଉତ୍ତର ପଶ୍ଚିମରୁ ଯେଉଁ ପବନଟା ଆସୁଛି ସେଥିରେ ଡ୍ରାଏ ରହୁଛି ମଏଶ୍ଚର କମ୍ ରହୁଛି ତେଣୁ ତାପମାତ୍ରା ଏ ବର୍ଷ ବେଶୀ ରହୁଛି। ସେମିତି କୋଷ୍ଟାଲ ବେଲ୍ଟରେ ସେଇଟା ବେଶୀ ଅନୁଭବ କରାହେଉଛି। ବାଲେଶ୍ୱରଠୁ ନେଇକି ଆପଣଙ୍କର ଇଏ ପର୍ଯ୍ୟନ୍ତ ପାରାଦୀପ ଇଏ ପର୍ଯ୍ୟନ୍ତ ସେଥିରେ ଜଗତସିଂହପୁର ଭଦ୍ରକ ବାଲେଶ୍ୱର ଏଗୁଡ଼ା ସବୁ ରହୁଛି। କିନ୍ତୁ ବାଲେଶ୍ୱରରେ ଆମେ ଲଗାତାର ଭାବରେ ଦେଖୁଛୁ ଆମେ 11-12 ଦିନ ଧରି 40 ଡିଗ୍ରୀ ବା ତାଠୁ ଉର୍ଦ୍ଧ୍ୱ ରହୁଛି। ଏ ମାସରେ ଆମର ତାପମାତ୍ରା 18 ତାରିଖ ଦିନ 42.2 ଯାଇଥିଲା ଆଉ ଅନ୍ୟ ଦିନ ଗୁଡ଼ାକରେ 41-42 ରହିଛି ପ୍ରାୟ 10-11 ଦିନ ଧରିକି ରହିଛି। ଆମର ଆଇଏମଡିର ଫରକାଷ୍ଟ ଅନୁସାରେ ଆହୁରି 4-5 ଦିନ ପର୍ଯ୍ୟନ୍ତ ତାପମାତ୍ରା ଏମିତି ରହିବ ବା 1-2 ଡିଗ୍ରୀ ଅଧିକା ରହିବ। ବାଲେଶ୍ୱରରୁ ପ୍ରସଞ୍ଜିତ ସେଠୀଙ୍କ ସ୍ୱତନ୍ତ୍ର ରିପୋର୍ଟ, କୋଣାର୍କ ଲାଇଭ୍।